ମନେ କରନ୍ତୁ ଆପଣ ଗୋଟେ ନୂଆ ଏକ୍ସପେନ୍ସିଭ ଗାଡ଼ି କିଣିଛନ୍ତି ଏବଂ ଆପଣ ତାର ଯତ୍ନ ନେବା କେମିତି ଜାଣିଛନ୍ତି, କେମିତି ସଫାସୁତୁରା କରି ରଖାଯାଏ, ଡିପ୍ କ୍ଲିନ୍ କରି ରଖାଯାଏ ଜାଣିଛନ୍ତି, କେମିତି ସେଫ୍ ସାଇଡ୍ ରଖିବେ ଜାଣିଛନ୍ତି, କେମିତି ତାକୁ ଗ୍ୟାରେଜ ଭିତରେ ରଖିବେ, କେଉଁ ଫୁଏଲ୍ ପକେଇବେ, ଏସବୁ ଜଣା ଅଛି। ଏବେ ଆସନ୍ତୁ ଦେଖିବା ଯେ ମଣିଷ ଶରୀର ଯାହାକୁ ଈଶ୍ୱର ଆପଣଙ୍କ ଅତି ଆଦର ଯତ୍ନ ସହକାରେ ବନେଇକି ଦେଇଛନ୍ତି ତାକୁ କେମିତି ଯତ୍ନ ନିଆଯାଏ, କେମିତି ସଫାସୁତୁରା ରଖାଯାଏ, କେଉଁ ଖାଦ୍ୟ ଖାଇବା ଦରକାର, ଏସବୁ କ'ଣ ଜଣା ଅଛି କି? ଯେମିତି ଗାଡ଼ି ସହିତ କମ୍ପାନୀ ଗୋଟେ ୟୁଜର ମାନୁଆଲ ଦେଇଥାଏ, ଆପଣଙ୍କୁ ଆପଣଙ୍କ ଶରୀର ରକ୍ଷା କରିବା ଲାଗି କୌଣସି ମାନୁଆଲ ମିଳିଛି କି? ନମସ୍କାର ଦର୍ଶକ, ନିରୋଗ ଓଡ଼ିଶା ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ସ୍ୱାଗତ। ମୁଁ ସନ୍ଦୀପ୍ତ କୁମାର, ନିରୋଗ ଓଡ଼ିଶାର ଫାଉଣ୍ଡର। ମୁଁ ପୂର୍ବରୁ ଅନ୍ୟ ଭିଡ଼ିଓ ମାନଙ୍କରେ ପ୍ରତିଶ୍ରୁତି ଦେଇଥିଲି ଯେ ଖାଦ୍ୟସାର ଏବଂ ଏହାର ସଂରଚନା ଇତ୍ୟାଦି ନେଇ ଗୋଟେ ବହୁତ ବଡ଼ ଭିଡ଼ିଓ ସିରିଏଲ୍ କରିବି ଆପଣଙ୍କ ପାଇଁ। ଆଶା କରୁଛି ଏହା ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବିଶେଷ ଭାବରେ କାମରେ ଲାଗିବ। ଏବେ ଆସନ୍ତୁ ଜାଣିବା ଖାଦ୍ୟ ମାନେ କ'ଣ। What is the typical definition of food? Food is refer to anything that nourishes our body, which is made up of solid, semi-solid, or liquid that helps to sustain our body and keep our body healthy. Food is a mixture of both nutrients and non-nutrients. ଓଡ଼ିଆରେ ଖାଦ୍ୟ ଆମେ ତାକୁ କହିବା ଯିଏକି ଘନ ପଦାର୍ଥ, ସମଘନ ପଦାର୍ଥ କିମ୍ବା ତରଳ ପଦାର୍ଥରେ ତିଆରି ହୋଇଥାଏ, ଯିଏକି ଆମକୁ ଜୀବନ ଧାରଣ କରିବାରେ ସାହାଯ୍ୟ କରେ ଏବଂ ଏହା ମଧ୍ୟରେ ପୋଷକ ତତ୍ତ୍ୱ ଓ ଅପୋଷକ ତତ୍ତ୍ୱ ଦୁଇ ଜଣକ ମିଶିକି ଥାନ୍ତି। ଏହା ସହିତ ଆମର ସ୍ୱାସ୍ଥ୍ୟକୁ ସ୍ୱାସ୍ଥ୍ୟବାନ କରି ରଖିଥାଏ। ଏହି ଡେଫିନେସନରୁ ଆମେ ଜାଣିପାରୁ ଖାଦ୍ୟର ମୌଳିକ ଉଦ୍ଦେଶ୍ୟ କ'ଣ ଏବଂ ଏବେ ଆସନ୍ତୁ ଜାଣିବା ଖାଦ୍ୟର ଆବଶ୍ୟକତା କ'ଣ। ଖାଲି ପେଟ ପୁରାଇକି ପେଟେ ଖାଇବା ନା ଅନ୍ୟ କିଛି? ଆପଣଙ୍କ ରେସିଡେନ୍ସରେ ବନ୍ଧୁବାନ୍ଧବ ରିଲେଟିଭ୍ ମାନେ ଆସନ୍ତି, ଆପଣ ତାଙ୍କୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଦେଇ ତାଙ୍କୁ ଆପ୍ୟାୟିତ କରନ୍ତି। ଆପଣମାନେ ଯେତେବେଳେ ତାଙ୍କ ଘରକୁ ମଧ୍ୟ ଯାଆନ୍ତି ସେମାନେ ମଧ୍ୟ ବଢ଼ିଆ ବଢ଼ିଆ ଖାଦ୍ୟ ଖାଇକି ଅତିଥି ଚର୍ଚ୍ଚା କରିଥାନ୍ତି। ବିଭିନ୍ନ ପର୍ବପର୍ବାଣୀ, ଧାର୍ମିକ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଫଳମୂଳ, ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ, କ୍ଷୀରି ଇତ୍ୟାଦି ଦିଆଯାଇ ସମସ୍ତଙ୍କୁ ଆପ୍ୟାୟିତ କରାହୋଇଥାଏ। ଆମେ କେତେବେଳେ କାହା ବାହାଘର ବ୍ରତ ଘରକୁ ଗଲେ ଆସି ମଧ୍ୟ ଆଲୋଚନା ମଧ୍ୟ କରିଥାଉ, ତାଙ୍କ କ୍ଷୀରିଟା ଟିକେ ମିଠା କମ୍ ହେଇଗଲା, ମଟନଟା ଟିକେ ଲୁଣ ଅଧିକ ହେଇଗଲା। ମୁଁ କ'ଣ କହିବାକୁ ଚାହୁଁଛି, ଅର୍ଥ ପ୍ରତ୍ୟେକ ଜାଗାରେ ଫୁଡ୍ ବା ଖାଦ୍ୟର ତାର ନିଜର ମହତ୍ଵ ଅଛି। ଆକୁ ମୁଁ ନାଁ ଦେଲି ସୋସିଆଲ ଫଙ୍କସନ୍ ଅଫ୍ ଫୁଡ୍, ଅର୍ଥାତ୍ ଆମ ଭିତରେ ବନ୍ଧୁତା, ଭାଇଚାରା ଇତ୍ୟାଦି ଖାଦ୍ୟ ଯୋଗୁଁ ତିଆରି ହୋଇଥାଏ ଏବଂ ପୁରୁଣା ଶତ୍ରୁତା ମଧ୍ୟ ଦୂର ହୋଇଥାଏ। ଦର୍ଶକ ବନ୍ଧୁ, ଏବେ ଜାଣିବା ଫୁଡ୍ର ଆଉ ଗୋଟେ ମୌଳିକ ଉଦ୍ଦେଶ୍ୟ। ଯେମିତି ଛୋଟ ପିଲାଟି, ତା ମା ତାକୁ କ୍ଷୀରି ଖୁଆଇ ଦିଅନ୍ତି ଯେଉଁଥିରେ ଖୁଆ ମିଶିଥାଏ ଏବଂ ପିଲାଟିକୁ ଭାରି ପସନ୍ଦ ଏ ମା ହାତ ତିଆରି ଯେଉଁଥିରେ କ୍ଷୀରି ହେଇଛି, ଯେଉଁଥିରେ ଖୁଆ ମିଶିଛି। ଏବେ ସେ ପିଲାଟି ଅନ୍ୟ କାହା ଘରକୁ ଯାଇଛି, ସେଠି ମଧ୍ୟ ଖୁଆ ମିଶ୍ରିତ କ୍ଷୀରି ତାକୁ ମିଳିଲା। ଏବେ ଅଟୋମେଟିକ୍ ତାଙ୍କ ମା କଥା ତାର ମନେ ପଡ଼ିଲା। ଅର୍ଥ ସ୍ନେହ, ଶ୍ରଦ୍ଧା, ସମ୍ମାନ ଇତ୍ୟାଦି ତିଆରି ହୁଏ ଏହି ଖାଦ୍ୟ ଯୋଗୁଁ। ତେଣୁ ଆକୁ ମୁଁ ନାଁ ଦେଲି ସାଇକୋଲୋଜିକାଲ ଫଙ୍କସନ୍ ଅଫ୍ ଫୁଡ୍। ଏବେ ଆସନ୍ତୁ ଜାଣିବା ଫିଜିଓଲୋଜିକାଲ ଫଙ୍କସନ୍ ଅଫ୍ ଫୁଡ୍। ଏହାର ଅର୍ଥ ହେଉଛି ଆମେ ଖାଦ୍ୟ ଖାଇଦେଲୁ, ଖାଦ୍ୟ ପେଟ ଭିତରୁ ଯାଇ ଗଲା, କଲା କ'ଣ? ଏସବୁ କଥାକୁ ଆଗକୁ ଯିବା ପୂର୍ବରୁ ଦୁଇଟି ଟର୍ମ ବିଷୟରେ କଥାବାର୍ତ୍ତା ହେବେ। ଗୋଟେ ହେଲା ଡାଏଟ୍, ଆଉ ଗୋଟେ ହେଲା ନ୍ୟୁଟ୍ରିସନ୍। ଡାଏଟ୍ର ଅର୍ଥ ହେଲା ଯେଉଁ ପ୍ରକାର ଭେଦ, ଖାଦ୍ୟର ବିଭିନ୍ନ ପ୍ରକାର ଭେଦ, ଯେମିତି ଭାତ, ଡାଲି, ତରକାରୀ। ଖାଦ୍ୟ
କିନ୍ତୁ ତାର ପ୍ରକାର ହୋଇଗଲା ଭାତ ଡାଲି କ୍ଷୀରି ଏସବୁ ହେଲା ପ୍ରକାର ହେଲା, ତାକୁ ଆମେ ଡାଏଟ୍ ବୋଲି କହିବା। ନ୍ୟୁଟ୍ରିସନ୍ କ'ଣ? ନ୍ୟୁଟ୍ରିସନ୍ ଅର୍ଥ ହେଉଛି ଯେଉଁ ରୂପରେ ଆମ ଶରୀର ତାକୁ ବଡି ଭିତରେ ଗ୍ରହଣ କରେ ତାକୁ ନ୍ୟୁଟ୍ରିସନ୍ କହନ୍ତି। ଏପର୍ଯ୍ୟନ୍ତ ଆମେ କଥା ହେଲୁ ଡାଏଟ୍ ଆଉ ନ୍ୟୁଟ୍ରିସନ୍। ନ୍ୟୁଟ୍ରିସନ୍ର ଯଦି ଆମେ କହିବା ପୋଷକ ତତ୍ତ୍ୱ ଯାଇ କ'ଣ କରେ ବଡି ଭିତରେ, ମୁଁ କେତେଟା ଫଙ୍କସନ୍ ମାଧ୍ୟମରେ ବୁଝେଇବି। ଯେମିତିକି ଏନର୍ଜି ଗିଭିଂ ଫଙ୍କସନ୍। ଆପଣ ଯେତେବେଳେ ଭୋକ ଲାଗୁଥାଏ ସେତେବେଳେ ବଡି ଅବଶ ଲାଗେ, ଯେ ୱିକ୍ ଲାଗେ, ଟାୟାର୍ଡ ଲାଗେ। ଖାଦ୍ୟ ଖାଇସାରିଲା ପରେ ପୁଣି ଆମକୁ ଶକ୍ତିଶାଳୀ ଲାଗେ, ଏନର୍ଜେଟିକ୍ ଲାଗେ। ତା ଅର୍ଥ ଫୁଡ୍ରେ ଥିବା ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିସନ୍ ଆମ ବଡିର ଏନର୍ଜିକୁ ବଢ଼ାଇବାକୁ ସାହାଯ୍ୟ କରେ। ସେକେଣ୍ଡ ପଏଣ୍ଟଟି ହେଲା ବଡି ବିଲ୍ଡିଂ। ମାନେ ଯେମିତି ଆମେ ଛୋଟ ପିଲା ଥିଲୁ, ବଡ଼ ହେଲୁ, ଆମର ନିଶ ଦାଢ଼ି ଉଠିଲା, ମୁଣ୍ଡରେ ବାଳ ଉଠିଲା, ଏସବୁ କାର୍ଯ୍ୟକ୍ରମ ବଡିର ବିଭିନ୍ନ ପ୍ରକାର ମେଟାବଲିକ୍ ପ୍ରୋସେସ୍ ଯୋଗୁଁ ହେଉଛି। ତାକୁ କରଉଛି କିଏ? ଖାଦ୍ୟରେ ଥିବା ନ୍ୟୁଟ୍ରିସନ୍ ଭ୍ୟାଲୁ ବା ପୋଷକ ତତ୍ତ୍ୱର ବହୁତ ବଡ଼ ରୋଲ୍ ତାକୁ କରିବା। ତେଣୁ ଏହା ଭିତରେ ବି ବଡି ଭିତରେ ବହୁତ କ୍ଷତ ସୃଷ୍ଟି ହୁଏ, ଯାହା ପାଇଁ ରିପେୟାରିଂ ଦରକାର। ସେଲ୍ ଡିଭିଜନ୍ ହୁଏ, ଏହା ପାଇଁ ବି ରିପେୟାରିଂ ଦରକାର। ମୁଁ କହିବା କଥା ହେଉଛି ବଡି ବିଲ୍ଡିଂ ଦୁଇ ପ୍ରକାର, ଗୋଟେ ହେଲା ଗ୍ରୋଥ୍ ଆଉ ଗୋଟେ ରିପେୟାରିଂ। ଏ ଦୁଇଟା ଯାକର ସବୁଠୁ ବଡ଼ ରୋଲ୍ ହେଲା ଖାଦ୍ୟ ଭିତରେ ଥିବା ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିସନ୍ ଭ୍ୟାଲୁ। ଥାର୍ଡ ପଏଣ୍ଟ ହେଲା ରେଗୁଲେଟରୀ ଫଙ୍କସନ୍। ଯେମିତି ହାର୍ଟ ବ୍ଲଡ୍ ପମ୍ପ କରୁଛି, ଲଙ୍ଗସ୍ କଣ୍ଟ୍ରାକ୍ସନ୍ ଏକ୍ସପାନ୍ସନ୍ କରୁଛି, ଏବଂ ଆମ ବଡିର ଗୋଟେ ଟେମ୍ପରେଚର ମେଣ୍ଟେନ୍ ହେଉଛି। ଆପଣ ଡାକ୍ତର ପାଖକୁ ଗଲା ଦେଖିଥିବେ ଥର୍ମୋମିଟର ଲଗେଇ ଆପଣଙ୍କ ବଡି ଟେମ୍ପରେଚର ମାପନ୍ତି। ଏ ସବୁଗୁଡ଼ା କାମ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିସନ୍ ହିଁ କରିଥାଏ। ଫୋର୍ଥ ପଏଣ୍ଟ ପ୍ରୋଟେକ୍ସନ୍। ଯେମିତି ମଣିଷ ଶରୀର ଅଛି, ବି ରୋଗ ବି ଅଛି, କିନ୍ତୁ ରୋଗ ଆମ ଶରୀର ଭିତରକୁ ଯାଇ କୌଣସି କ୍ଷତି ନ କରୁ ସେଥିପାଇଁ ରୋଗ ପ୍ରତିରୋଧକ ଶକ୍ତି ବି ଅଛି, ଯାହାକୁ ଆମେ ଇମ୍ୟୁନିଟି ପାୱାର ମଧ୍ୟ କହିଥାଉ। ଏ ଇମ୍ୟୁନିଟି ପାୱାର ମଧ୍ୟ ଖାଦ୍ୟର ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିସନ୍ ଭ୍ୟାଲୁ ଯୋଗୁଁ ହିଁ ଆମ ବଡି ଭିତରେ ତିଆରି ହୋଇଥାଏ। ଦର୍ଶକ ବନ୍ଧୁ, କେତେ କଥା ଆମେ ଜାଣିଲେ ଆ ଭିତରେ। ଯେମିତିକି ଖାଦ୍ୟ ଯୋଗୁଁ ରିଲେସନସିପ୍ ତିଆରି ହୁଏ, ଆତ୍ମସମ୍ମାନ ବଢ଼େ, ରେସ୍ପେକ୍ଟ ବଢ଼େ। ଏହା ଛଡ଼ା ଖାଦ୍ୟ ଆମ ଦେହରେ ଏନର୍ଜି ବଢ଼ାଏ, ରେଗୁଲେସନ୍, ଟେମ୍ପରେଚର କଣ୍ଟ୍ରୋଲ, ପ୍ରୋଟେକ୍ସନ୍, ବଡି ବିଲ୍ଡିଂ, କେତେ କାମ। ତେଣୁ ଖାଦ୍ୟ ମାନେ ଫୁଡ୍ ଆଉ ହେଲ୍ଦି ଫୁଡ୍ ଆମ ଶରୀର ପାଇଁ କେତେ ଉପଯୋଗୀ ଆପଣ ଏହା ଭିତରୁ ଅନୁମାନ କରିପାରୁଥିବେ। ଯଦି ଖାଦ୍ୟ ଏତେ ଆମକୁ ଜରୁରୀ ବା ଫୁଡ୍ ଆମକୁ ଏତେ ଜରୁରୀ, ତାହେଲେ ଆମେ ତା ପୂର୍ବରୁ ଗୋଟେ ହେଲ୍ଦି ଫୁଡ୍ ବୋଲି କାହିଁ ଲଗାଉଛୁ? ତାମାନେ ଆମେ ଜଣାଇବାକୁ ଚାହୁଁଛୁ ଗୋଟେ ଅନହେଲ୍ଦି ଫୁଡ୍ ବି ଅଛି। ତାହେଲେ ଅର୍ଥ ହେଉଛି ହେଲ୍ଦି ଫୁଡ୍ ହେଲ୍ଦି ବଡି ବନାଏ, ଅନହେଲ୍ଦି ଫୁଡ୍ ଡିଜିଜ୍ ତିଆରି କରେ। এটা ଆପଣ ବି ମାନୁଛନ୍ତି, ମୁଁ ବି ମାନୁଛି। ତେଣୁ ୟା ଉପରେ ଆହୁରି ବିଶେଷ କରି କଥାବାର୍ତ୍ତା ହେବା। ଆପଣଙ୍କୁ ଆଜି କେମିତି ଲାଗିଲା ଆମ ଏ ଟୋଟାଲ ଖାଦ୍ୟର ବିବରଣୀ ଯେଉଁ ଆପଣଙ୍କୁ ଦେଲି, କେମିତି ଲାଗିଲା ଟିକେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଆମକୁ ଟିକେ ଉତ୍ସାହିତ କରନ୍ତୁ। ନିରୋଗ ଓଡ଼ିଶା ଆପଣଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆପଣଙ୍କୁ ସେବା ଦେବା ଲାଗି ସବୁବେଳେ ପ୍ରତିଶ୍ରୁତିବଦ୍ଧ। ନିରୋଗ ଓଡ଼ିଶା ଚ୍ୟାନେଲ ୟୁଟ୍ୟୁବରେ ଆପଣ ତାକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ। ନିରୋଗ ଓଡ଼ିଶା ଇନଷ୍ଟା ଏବଂ ଫେସବୁକରେ ମଧ୍ୟ ଉପଲବ୍ଧ। ଆପଣ ଜାଣିଛନ୍ତି ତାକୁ କ'ଣ କରିବାକୁ ହେବ। ଦର୍ଶକ ବନ୍ଧୁ, ରହିଲି। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ନମସ୍କାର।